ନୟାଗଡ଼ ଜିଲ୍ଲା 57 ନମ୍ବର ଜାତୀୟ ରାଜପଥ ମହିପୁର ଛକଠାରୁ ବାହାଡ଼ଝୋଲା ପୂର୍ତ୍ତ ବିଭାଗ ରାସ୍ତାର ନିର୍ମାଣରେ ଅହେତୁକ ବିଳମ୍ବ। ୟାକୁ ନେଇ ତେଜିଲେ ଅଞ୍ଚଳବାସୀ। ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ଅତିଷ୍ଠ ହୋଇପଡ଼ିଥିଲେ। ଦୀର୍ଘ ଦିନ ହେବ ଠିକାଦାର ରାସ୍ତାକୁ ବିଭିନ୍ନ ସ୍ଥାନରେ ଖୋଳି ପକାଉଥିବାରୁ ଲୋକମାନେ ନାନା ପ୍ରକାର ସମସ୍ୟାରେ ସମ୍ମୁଖୀନ ହୋଇ ଆସିଥିଲେ। ଏଥିନେଇ ରାସ୍ତାର ପାର୍ଶ୍ୱ ଗ୍ରାମବାସୀଙ୍କ ସମେତ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ରାସ୍ତାର ନିର୍ମାଣ କାର୍ଯ୍ୟ ପ୍ରତି କାହାରି କର୍ଣ୍ଣପାତ ନ କରିବାରୁ ଲୋକମାନେ ଅତିଷ୍ଠ ହୋଇ ଏହି ନିର୍ମାଣାଧୀନ ରାସ୍ତାର ଗାତେରୀ ଗ୍ରାମଠାରେ ରାସ୍ତା ଉପରେ ଶଗଡ଼ ଥୋଇ ରାସ୍ତା ଅବରୋଧ କରି ଦୁଇ ଥର ପ୍ରତିବାଦ କରିଥିଲେ। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାନଗଲେ ରାସ୍ତାରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀମାନେ ଜିଦ୍ ଧରିଥିଲେ। ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଯାଇଥିଲା, ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଲୋକଙ୍କ ଯଥାର୍ଥ ଦାବି ପ୍ରତି ଗୁରୁତ୍ୱ ଦେବା ସହ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ଅନୁସାରେ ଦୀର୍ଘଦିନ ଧରି ପଡ଼ି ରହିଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ଠିକାଦାର ଆରମ୍ଭ କରିଥିବାରୁ ଅଞ୍ଚଳବାସୀ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାନବାହନ ଚଳାଚଳଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ବିଭାଗୀୟ ନିୟମ ଅନୁସାରେ କୋଟି କୋଟି ଟଙ୍କା ବ୍ୟୟରେ ପ୍ରଶସ୍ତୀକରଣ କରାଯାଇଥିବା ଏହି ପୂର୍ତ୍ତ ବିଭାଗ ରାସ୍ତାର ନିର୍ମାଣରେ ସ୍ୱଚ୍ଛତା ରକ୍ଷା କରିବା ପ୍ରତି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ ପଦାଧିକାରୀମାନେ ଗୁରୁତ୍ୱ ଦେବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ଓ ଅଞ୍ଚଳର ବୁଦ୍ଧିଜୀବୀ ସଚେତନ ନାଗରିକମାନେ। ନୟାଗଡ଼ ଜିଲ୍ଲାରୁ ପିକେ ସାହୁଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।